ରାସ୍ତାର ଦୁରାବସ୍ଥା ଯୋଗୁଁ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା। ମାନବିକତା ଦେଖାଇଲେ 108 ଆମ୍ବୁଲାନ୍ସ କର୍ମଚାରୀ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରୀଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀ ଯନ୍ତ୍ରଣାର କାରଣ ସାଜିଛି। ରାସ୍ତାର ଦୁରବସ୍ଥା ଯୋଗୁଁ ଗୁରୁବାର ସକାଳ 5:30 ମିନିଟ୍ରେ ସୂଚନା ପାଇ ଗାଁର ଗର୍ଭବତୀ ମଣି ଖିଲ୍ ବୟସ 27 ତାଙ୍କୁ ଆଣିବାକୁ ଯାଇଥିବା 108 ଆମ୍ବୁଲାନ୍ସ ଗାଁଠାରୁ 3 କିଲୋମିଟର ଦୂରରେ ଅଟକି ଯାଇଥିଲା। 108 କର୍ମଚାରୀ ଚାଳକ ଗୋପାଳକୃଷ୍ଣ ନାୟକ, ଫାର୍ମାସିଷ୍ଟ ରାହୁଲ ପାଙ୍ଗି, ସହାୟକ ଦୀପକ ପାତ୍ର ଗାଁକୁ ଚାଲି ଚାଲି ଯାଇଥିଲେ। ସେଠାରୁ ପରିବାର ଲୋକ ସ୍ୱାମୀ ଗଙ୍ଗାଧର ଦୋରା ଓ ଆଶାକର୍ମୀ ଇଚ୍ଛା ଖରାଙ୍କ ସହାୟତାରେ ଷ୍ଟ୍ରେଚରରେ ଗର୍ଭବତୀଙ୍କୁ ଶୁଆଇ 3 କିଲୋମିଟର ଦୂରରେ ଛିଡ଼ା ହୋଇଥିବା ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ସୁରକ୍ଷିତ ଭାବେ ଗର୍ଭବତୀଙ୍କୁ ଆଣି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚାଇଥିଲେ। ପରେ ସେହି ମହିଳା ଶିଶୁ ସନ୍ତାନ ଗୋटे ଜନ୍ମ ଦେଇଥିଲେ। ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି। 108 କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ବର୍ଷା ଦିନରେ ନନ୍ଦପୁର ବ୍ଲକର 100ରୁ ଊର୍ଦ୍ଧ୍ୱ ଗାଁର ରାସ୍ତାର ଦୁରାବସ୍ଥା ଯୋଗୁଁ ରୋଗୀ ବୋହା ଯାନ ଅପହଞ୍ଚ ହୋଇଛି। ବ୍ଲକ ଓ ଜିଲ୍ଲା ପ୍ରଶାସନ ଏଭଳି ଗ୍ରାମଗୁଡ଼ିକ ପ୍ରତି ଦୃଷ୍ଟି ଦେଇ ରାସ୍ତାଗୁଡ଼ିକର ମରାମତି କରି ଅତି କମ୍ରେ ଗାଡ଼ି ମୋଟର ଯାତାୟାତ ଯୋଗ୍ୟ କରିବାକୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। କୋରାପୁଟ ଜିଲ୍ଲା ନନ୍ଦପୁରରୁ ଦୁର୍ଗା ପ୍ରସାଦ ପାଢ଼ୀଙ୍କ ରିପୋର୍ଟ, ଖବର ତରଙ୍ଗ।